ପରେ ଆମ୍ଭମାନଙ୍କ ମନ ମଧ୍ୟରେ ବିଭିନ୍ନ ପ୍ରଶ୍ନଗୁଡ଼ିକ ଆସେ। ଆଉ ସେହି ସବୁ ପ୍ରଶ୍ନମାନଙ୍କ ମଧ୍ୟରୁ ଗୋଟିଏ ପ୍ରଶ୍ନ ହେଲା, ପରମେଶ୍ୱର ଶୈତାନକୁ କାହିଁକି ବିନାଶ କରୁନାହାନ୍ତି? ପ୍ରଶ୍ନ ହେଲା, ପରମେଶ୍ୱର ଶୈତାନକୁ କାହିଁକି ବିନାଶ କରୁନାହାନ୍ତି? ଏହି ପ୍ରକାର ପ୍ରଶ୍ନଗୁଡ଼ିକ ଆମ୍ଭମାନଙ୍କ ମନ ମଧ୍ୟରେ ଆସେ। ଯେଉଁ ସମୟରେ ଶୈତାନ ଏଦନ ଉଦ୍ୟାନରେ ପ୍ରବେଶ କରୁଛି, ସେହି ସମୟରେ ଯଦି ପରମେଶ୍ୱର ଶୈତାନକୁ ବିନାଶ କରିଦେଇଥାନ୍ତେ, ମାରିଦେଇଥାନ୍ତେ, ତାହେଲେ ହବାକୁ ଭ୍ରାନ୍ତ ହେବା ପାଇଁ ପଡ଼ିନଥାନ୍ତା। ହବା ଏବଂ ଆଦମ ସେମାନେ ପାପରେ ପଡ଼ିନଥାନ୍ତେ। ସେମାନେ ପାପରେ ପଡ଼ିବାରୁ, ଶୈତାନ ଏଦନ ଉଦ୍ୟାନରେ ପ୍ରବେଶ କରିବାରୁ ଆଜି ଆଦମ ଏବଂ ହବାଙ୍କୁ ଦେଇ ଜଗତରେ ପାପ ପ୍ରବେଶ କଲା, ଯଦ୍ୱାରା ସମଗ୍ର ଜଗତ ଭ୍ରଷ୍ଟ ହୋଇଗଲା। ଏବଂ ଆଜି ଶୈତାନ ଥିବାରୁ, ଶୈତାନ ଲୋକମାନଙ୍କ ମନ ମଧ୍ୟରେ ଭ୍ରାନ୍ତ କରିବାରୁ ଆଜି ଅନେକ ମାନବ ଜାତି ପାପରେ, ଅଭିଳାଷରେ, ନରହତ୍ୟା କରିବାରେ, ଜୁଆ ଖେଳିବାରେ, ମଦ ପିଇବାରେ, ବ୍ୟଭିଚାର ପାପରେ ସେମାନେ ଆଜି ଭ୍ରଷ୍ଟ ହୋଇଛନ୍ତି। ଯଦି ଶୈତାନକୁ ପରମେଶ୍ୱର ବିନାଶ କରିଦେଇଥାନ୍ତେ, ତାହେଲେ ଲୋକମାନଙ୍କୁ ନରକକୁ ଯିବାକୁ ମଧ୍ୟ ପଡ଼ିନଥାନ୍ତା। ଏହି ପ୍ରକାର ଭାବନା, ଏହି ପ୍ରକାର ଚିନ୍ତାଗୁଡ଼ିକ ଆମ୍ଭମାନଙ୍କ ମନ ମଧ୍ୟରେ ଆସେ। ଏହା ଆମେ ଚିନ୍ତା କରିବା, ଭାବିବା, ଆମ୍ଭମାନଙ୍କ ବୁଦ୍ଧିରେ ଏହା ଠିକ୍ ଅଟେ। କିନ୍ତୁ ଆମ୍ଭମାନଙ୍କ ବୁଦ୍ଧି ଆଉ ଜ୍ଞାନ ଠାରୁ ମଧ୍ୟ ପରମେଶ୍ୱର ଅତି ବୁଦ୍ଧିମାନ ଆଉ ଜ୍ଞାନୀ ପରମେଶ୍ୱର ଅଟନ୍ତି। ଏହା ଆମେ ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ଜାଣିବା ଆବଶ୍ୟକ ରହିଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ଆପଣ ବାଇବେଲରେ ଦେଖିବେ, ଯେଉଁ ସମୟରେ ପରମେଶ୍ୱରଙ୍କୁ ଲୋକମାନେ ଗୌରବ ଦେଉନଥିଲେ, ପରମେଶ୍ୱରଙ୍କ ବିରୁଦ୍ଧରେ ଉଠୁଥିଲେ, ସେହି ସମୟରେ ବିଭିନ୍ନ ସ୍ଥାନରେ ପରମେଶ୍ୱର ତାହାଙ୍କର ଦୂତମାନଙ୍କୁ ପଠାଇ କ'ଣ କରୁଥିଲେ? ସେମାନଙ୍କୁ ସେ ବିନାଶ କରୁଥିଲେ। ଯଦି ଆପଣ ପ୍ରେରିତ 12 ଅଧ୍ୟାୟରେ ପଢ଼ିବେ ଯେ ରାଜା ହେରୋଦ ସେ ପ୍ରଭୁଙ୍କୁ ଗୌରବ ଦେଉନାହାନ୍ତି। ସେ ନିଜେ କହୁଛନ୍ତି ଯେ ମୁଁ ନିଜେ ପରମେଶ୍ୱର। ଏହି କଥା କହିବା କ୍ଷଣି ବାଇବେଲ କହେ ସ୍ୱର୍ଗର ପରମେଶ୍ୱର ତାଙ୍କର ଦୂତଙ୍କୁ ପଠାଇ ହେରୋଦଙ୍କୁ ସେ ଆଘାତ କଲେ। ଆଉ ହେରୋଦଙ୍କୁ ଦୂତ ଆଘାତ କରିବା କ୍ଷଣି ସେ କ'ଣ ହେଲେ ଯେ କୀଟ ଦ୍ୱାରା ସେ ଭକ୍ଷିତ ହୋଇ ପ୍ରାଣ ତ୍ୟାଗ କଲେ ବୋଲି ବାଇବେଲ କହେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର କ'ଣ ମନୁଷ୍ୟମାନଙ୍କୁ ସେ ମାରିପାରିବେ? ପରମେଶ୍ୱର କ'ଣ ଶୈତାନର ଶକ୍ତିଠାରୁ ସେ କମଜୋର ଅଟନ୍ତି? ସେଥିପାଇଁ ସେ ଶୈତାନକୁ ମାରିପାରୁନାହାନ୍ତି, ଶୈତାନକୁ ସେ ବିନାଶ କରିପାରୁନାହାନ୍ତି? ଏହି ପ୍ରକାର ଯଦି ଆମମାନଙ୍କ ମନ ମଧ୍ୟରେ ଅଛି, ତାହେଲେ ତାହା ଆମମାନଙ୍କର ଭାବନା ସମ୍ପୂର୍ଣ୍ଣ ଭୁଲ ଅଟେ। କାରଣ ଆମର ପରମେଶ୍ୱର ସର୍ବଶକ୍ତିମାନ ଅଟନ୍ତି। ଆମ ପରମେଶ୍ୱରଙ୍କୁ ପରାଜୟ କରିବା ପାଇଁ, ଆମ ପରମେଶ୍ୱରଙ୍କୁ ମାରିଦେବା ପାଇଁ ଆଜି ଯାଏ ପୃଥିବୀରେ କୌଣସି ଅସ୍ତ୍ର ତିଆରି ହୋଇନାହିଁ। କାରଣ ସେ ବିଶ୍ୱ ବ୍ରହ୍ମାଣ୍ଡକୁ ତିଆରି କରିଥିବା ପରମେଶ୍ୱର ଅଟନ୍ତି। ସେ ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି। ତ ପ୍ରଶ୍ନ ହେଲା, ସେ ଶୈତାନକୁ କାହିଁକି ବିନାଶ କରୁନାହାନ୍ତି? ଆଜିକୁ ଅନେକ ବର୍ଷ ହୋଇଗଲା। ବର୍ଷ ବର୍ଷ ଧରି ଏତେ ଲମ୍ବା ସମୟ ପରମେଶ୍ୱର କ'ଣ କରିଛନ୍ତି? ଶୈତାନକୁ ସେ ଛାଡ଼ି ଦେଇଛନ୍ତି। ଯେଉଁ ସମୟରେ ହେରୋଦଙ୍କୁ ସ୍ୱର୍ଗର ଦୂତ ଆଘାତ କଲେ, ତାଙ୍କର ଶରୀର ମୃତ୍ୟୁବରଣ କଲା, ସେ ମାଟିରେ ମିଶିଗଲେ, କିନ୍ତୁ ଆତ୍ମା ତାଙ୍କର କେବେ ମରେ ନାହିଁ। ମନୁଷ୍ୟର ଆତ୍ମା କେବେ ମରେ ନାହିଁ, ଆଉ ତାଙ୍କର ଆତ୍ମା ନରକକୁ ଗଲା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଶୈତାନ ମଧ୍ୟ ଗୋଟେ ଆତ୍ମା ଅଟେ। ଆପଣ ବାଇବେଲରେ କୌଣସି ସ୍ଥାନରେ ଦେଖିବେ ନାହିଁ ଯେ ଶୈତାନକୁ ମାରି ଦିଆଯିବ, ଶୈତାନକୁ ବିନଷ୍ଟ କରାଯିବ, ଏହି ପ୍ରକାର କଥା ଲେଖାଯାଏ ନାହିଁ। କିନ୍ତୁ ପ୍ରକାଶିତ ବାକ୍ୟରେ ଲେଖାଯାଉଛି ଯେ ଶୈତାନକୁ ଅଗ୍ନିକୁଣ୍ଡରେ ପକାଇ ତାକୁ କ'ଣ କରାଯିବ? ସିଲ୍ ପକାଯିବ ଆଉ ଘରଣୀକୁ ଘୋଡ଼େଇ ଦିଆଯିବ। ସେ ସେହି ଅଗ୍ନିକୁଣ୍ଡରେ ପଡ଼ି ସବୁ ଦିନ ପାଇଁ ସେ ଯନ୍ତ୍ରଣା ଭୋଗିବ, କିନ୍ତୁ ଶୈତାନ ମରିବ ନାହିଁ, ସେ ବିନାଶ ହେବ ନାହିଁ। ଏହା ବାଇବେଲ ଆମମାନଙ୍କୁ କହେ। ତ ଏତେ ସମୟ ପର୍ଯ୍ୟନ୍ତ
ଯଦି ପରମେଶ୍ୱର ଶୈତାନକୁ ଏହି ପୃଥିବୀ ପୃଷ୍ଠରେ ରଖିଛନ୍ତି ଆଉ ତାହାର କିଛି ନା କିଛି କାରଣ ରହିଛି, ବିଶେଷ କାରଣ ରହିଛି। ଆମର ପରମେଶ୍ୱର କେତେ ବୁଦ୍ଧିମାନ ଅଟନ୍ତି, ଜ୍ଞାନୀ ପରମେଶ୍ୱର ଅଟନ୍ତି, ସେଥିପାଇଁ ଆଜି ଶୈତାନକୁ ଏହି ପୃଥିବୀ ପୃଷ୍ଠରେ ସେ ରଖିଛନ୍ତି। ଶୈତାନକୁ ପରମେଶ୍ୱର କାହିଁକି ବିନାଶ କରୁନାହାନ୍ତି? ମୁଁ ଆପଣମାନଙ୍କ ନିକଟରେ 4 କାରଣ ରଖିବା ପାଇଁ ଚାହେଁ। ପ୍ରଥମ ବିଷୟ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆପଣମାନେ ମୋ ସହିତ ପ୍ରଥମ ପିତର 1 ଅଧ୍ୟାୟକୁ ଆସିବେ। ପ୍ରଥମ ପିତର 1 ଅଧ୍ୟାୟ 7 ପଦ ମୁଁ ପଢ଼ିବା ପାଇଁ ଚାହେଁ। ଲେଖାଯାଏ, ଯେପରି ଅଗ୍ନି ଦ୍ୱାରା ପରୀକ୍ଷିତ କ୍ଷୟଣୀୟ ସୁବର୍ଣ୍ଣ ଅପେକ୍ଷା ଅଧିକ ବହୁମୂଲ୍ୟ ଯେ ତୁମ୍ଭମାନଙ୍କର ପରୀକ୍ଷାସିଦ୍ଧ ବିଶ୍ୱାସ, ତାହା ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେବ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଯେ ଶୈତାନକୁ ପରମେଶ୍ୱର କାହିଁକି ବିନାଶ କରୁନାହାନ୍ତି, କାହିଁକି ସେ ପୃଥିବୀ ପୃଷ୍ଠରେ ରଖିଛନ୍ତି। ସେ ଏଥିପାଇଁ ରଖିଛନ୍ତି ଆମର ବିଶ୍ୱାସକୁ ସିଦ୍ଧ କରିବା ପାଇଁ, ଆମର ବିଶ୍ୱାସକୁ ବଢ଼େଇବା ପାଇଁ, ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ମଜବୁତ କରିବା ପାଇଁ ଶୈତାନକୁ ପ୍ରଭୁ ରଖିଛନ୍ତି। ଆଉ ଶୈତାନକୁ ବ୍ୟବହାର କରି ସେ ଆମକୁ କ'ଣ କରନ୍ତି? ଆମର ବିଶ୍ୱାସକୁ ସେ ସିଦ୍ଧ କରନ୍ତି। ଶୈତାନକୁ ବ୍ୟବହାର କରି ଆମର ଆତ୍ମିକ ଜୀବନକୁ ସେ କ'ଣ କରନ୍ତି? ମଜବୁତ କରନ୍ତି। ଆଉ ଏହି ପ୍ରଶ୍ନର ଜ୍ୱଳନ୍ତ ଉଦାହରଣ ଆୟୁବଙ୍କ ଜୀବନରୁ ଆମେ ଶିଖୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆୟୁବ ଶୈତାନକୁ ଆୟୁବଙ୍କୁ ଶୈତାନ କ'ଣ କରୁଛି? ପରୀକ୍ଷା କରୁଛି। ପରମେଶ୍ୱର ଅନୁମତି ଦେଉଛନ୍ତି ଯେ ଶୈତାନ ଆୟୁବଙ୍କୁ କ'ଣ କରିବ? ପରୀକ୍ଷା କରିବ। ସେହି ସବୁ ପରୀକ୍ଷା ଭିତରେ କେତେ ଦୁଃଖ, ନିନ୍ଦା, କଷ୍ଟ ପାଇଲେ। ସେ ଧନ ସମ୍ପତ୍ତିକୁ ହରାଇଲେ, ସେ ପୁଅ ଝିଅକୁ ହରାଇଲେ। ସର୍ବହରା ଅବସ୍ଥାରେ ସେ କହିଲେ ଯେ ସଦାପ୍ରଭୁ ମୋତେ ଦେଇଥିଲେ ଆଉ ସଦାପ୍ରଭୁ ନେଇଅଛନ୍ତି, ତାହାଙ୍କ ନାମର ଧନ୍ୟବାଦ ହେଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଶୈତାନ ଯେଉଁ ସମୟରେ ଆମ ଜୀବନରେ ବିଭିନ୍ନ ପରୀକ୍ଷା ଗୁଡ଼ିକ ଆଣେ, ପ୍ରଲୋଭନ ଗୁଡ଼ିକ ଆଣେ, ଦୁଃଖ ଆଣେ, ନିର୍ଯାତନା ଆଣେ, ନିନ୍ଦା ତାଳନା ଆଣେ, ଆମକୁ କଷ୍ଟ ଲାଗେ, ମାତ୍ର ଆମର ଆତ୍ମିକ ଜୀବନ କ'ଣ ହେଇଯାଏ? ଆହୁରି ମଜବୁତ ହେଇଯାଏ। ଶୈତାନ ଆମକୁ ପରୀକ୍ଷା କରିବା ଦ୍ୱାରା ଆମେ ପ୍ରଭୁଙ୍କ ନିକଟରେ ନିର୍ଭର କରିବାଟା ଆମେ ଶିଖୁ। କେତେ ଜ୍ଞାନୀ ପରମେଶ୍ୱର ସିଏ, କେତେ ବୁଦ୍ଧିମାନ ପରମେଶ୍ୱର। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଜଣେ ଯଦି ଆପଣାର ଶରୀରକୁ ସେ ମଜବୁତ କରିବା ପାଇଁ ଚାହୁଁଛି, ଯେ କି ବ୍ୟାୟାମ କରି, ଯେଉଁମାନେ କି ଜିମ୍ କରନ୍ତି, ଏକ୍ସରସାଇଜ କରନ୍ତି, ସେମାନେ ନିଜର ମସଲ୍ସକୁ ବାହାର କରିବା ପାଇଁ କେତେ କଷ୍ଟ କରନ୍ତି, ବହୁତ କଷ୍ଟ ଲାଗେ। ମାତ୍ର ସେହି କଷ୍ଟ କରିବା ଦ୍ୱାରା ଶରୀର କ'ଣ ହୁଏ? ଶରୀର ଇମ୍ପ୍ରୁଭ ହେଇଯାଏ, ଶରୀର ବୃଦ୍ଧି ହୁଏ। ଠିକ୍ ସେହିପରି ଶୈତାନ ଯେତେବେଳେ ଆମ ଜୀବନରେ କାର୍ଯ୍ୟ କରେ, ଅସହ୍ୟ ମନେ ହୁଏ, ଆମକୁ ଦୁଃଖ, ଯାତନା, ଆମେ ବିନାଶ ହେଇଗଲୁ, ସର୍ବହରା ଅବସ୍ଥାରେ ଅଛୁ, ଏହି ପ୍ରକାର ଲାଗେ। ମାତ୍ର ଆମର ଆତ୍ମିକ ଜୀବନ କ'ଣ ହୁଏ? ମଜବୁତ ହେଇଯାଏ, ଆମର ବିଶ୍ୱାସ ସିଦ୍ଧ ହେଇଯାଏ। ପ୍ରଭୁଙ୍କ ନାମର ଗୌରବ ହେଉ। ଆମର ଭଲ ପାଇଁ ପରମେଶ୍ୱର ଶୈତାନକୁ କ'ଣ କରିଛନ୍ତି? ରଖିଛନ୍ତି। ସେ ବିନାଶ କରିନାହାନ୍ତି। ମୁଁ ଆପଣମାନଙ୍କୁ ଆଦି ପୁସ୍ତକରୁ ଗୋଟେ ବାକ୍ୟ ପଢ଼ିବା ପାଇଁ ଚାହେଁ। ଆଦି ପୁସ୍ତକ ଆପଣମାନେ 3 ଅଧ୍ୟାୟ 15 ପଦ ପଢ଼ିବେ। ଲେଖାଯାଏ, ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ଭୈରଭାବ ଜନ୍ମାଇବା। ସେ ତୁମର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗଇଠିକି ଆଘାତ କରିବ। ଯଦି ପରମେଶ୍ୱର ଶୈତାନକୁ ବିନାଶ କରିଦେଇଥାନ୍ତେ, ତାହେଲେ ଏହି ଭବିଷ୍ୟତବାଣୀ ସଫଳ ହେଇନଥାନ୍ତା। ଏଇଟା ଆମେ ଜାଣିବା ଆବଶ୍ୟକ ରହିଛି। ଯଦି ଶୈତାନକୁ ପରମେଶ୍ୱର ବିନାଶ କରିଦେଇଥାନ୍ତେ, ମାରି ଦେଇଥାନ୍ତେ, ତାହେଲେ ଭବିଷ୍ୟତବାଣୀ, ଏଇ ଯେଉଁ ନାରୀର ବଂଶ, ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମରିୟମଙ୍କ ଗର୍ଭରେ ଆସିବେ ଆଉ ସମଗ୍ର ମାନବ ଜାତି ନିମନ୍ତେ ସେ କ୍ରୁଶରେ ନିଜ ଜୀବନ ଦେବେ ଆଉ କ୍ରୁଶରେ ଶୈତାନକୁ ପରାଜୟ କରିବେ, ଶୈତାନର ମସ୍ତକକୁ ସେ ଚୂର୍ଣ୍ଣ କରିବେ, ଏହି ବାକ୍ୟ ସଫଳ ହେଇ ପାରିନଥାନ୍ତା। ଏହା ଆମେ ଜାଣିବା ଆବଶ୍ୟକ ରହିଛି। ମୁଁ ତୃତୀୟ ବିଷୟ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ଆପଣମାନେ 2 କରନ୍ଥୀୟ 12 ଅଧ୍ୟାୟକୁ ଆସିବେ। 2 କରନ୍ଥୀୟ 12 ଅଧ୍ୟାୟ 7 ପଦରେ ପାଉଲ ଏ ପ୍ରକାର କହନ୍ତି, ଏଣୁ ମୁଁ ଯେପରି ଅତିଶୟ ଗର୍ବୀ ନ ହୁଏ,
एथि निमंते मते प्रहार करिबा पई मोहर शरीर रे शैतान रो दूत स्वरूप गोटे कंटक दियागला। हाँ, जेपरी मु अतिशय गर्वी न हुए एथि निमंते ताहा दियागला। प्रभुंक नामर गौरव हो। प्रिय प्रभुंक लोक माने शैतान को प्रभु काहेकि रखिचंती? हमर भलो निमंते। शैतान आम जीवन रे रोग आणे। पाउलंक जीवन रे से एही रोगरु सुस्थ हेबा निमंते से 3 थर प्रार्थना कले, मात्र से रोगरु से सुस्थ पाई पारले नाही। से केते बड़ प्रभुंकर दास, तांको पाखरे अभिषेक अच्छी, प्रकाशन अच्छी, आ विभिन्न पत्र गुड़िक से लिखिले, मात्र शैतान को प्रभु कौन करुचंती? व्यवहार करुचंती। से जेपरि गर्वी न हेबे, से नम्र हेबे, जदिपाई शैतान को पठेई तांको शरीर रे से कौन करुचंती? रोग पठौचंती, जो द्वारा कि से कौन हेबे? निजको नम्र करी प्रभुंकर निकटवर्ती हेबे, आ तांकर गर्भ कौन हेबो? चली जीवो। प्रिय प्रभुंक लोक माने प्रभुंक नामर गौरव हो। शैतान को प्रभु काहेकि विनाश करूनाहांती? से जेपरि आमको कौन करिवो? से शैतान आमको कौन करिवो? प्रभु रे बढ़िबा पई से सहायता करिवो। से हमर किछि अमंगल करिवार क्षमता शैतान पाखरे नाही। प्रिय भाई भणी माने प्रभुंक नामर गौरव हो। कारण आमे परमेश्वर को प्रेम करूछु। आमे परमेश्वर को आमे कौन करूछु? प्रेम करूछु। सेति पई रोमियो पुस्तक रे लेखा गला, रोमियो पुस्तक 8:28 पद रे लेखा गला, जे माने ईश्वर को प्रेम करंती, जे माने ताहांको संकल्प अनुसार आहूत होइछंती, ईश्वर जे समस्त विषय रे सेमानको मंगल साधन करंती, एहा आमे माने जानु। आम जीवन रे शैतान जेते अमंगल आडिया पाई चेष्टा कले मध्य आमर परमेश्वर कौन करंती? आमर मंगल साधन करंती। आम जीवन रे जिते सब अमंगल आसे से सब विषय को से कौन करंती? मंगल साधन करंती। गोटे फिल्टर रे जेते मैला पानी पकई देले मध्य से जेपरि सफा करी भलो पानी हमकु दिए, ठीक सही परी शैतान आम जीवन रे जेते अमंगल, जेते निंदा ताड़ना आनिले मध्य ताहा आम पई मंगल हे जीवो, ताहा आम पई मंगल हे जीवो। आ परमेश्वर ताहा करिबा पई सामर्थ्य अटंती। प्रभु आमको अनुग्रह करंतु। शेष विषय कही मु समाप्त करिबा पई चाहे। आपण माने लूक लिखित सुसमाचार 2 अध्याय को आसीबे। लूक लिखित सुसमाचार 2 अध्याय 31 पद लेखा गला, प्रभु यीशु ख्रीष्ट सिमोन को से कहउचंती, सिमोन सिमोन देख, गहम को चालुनी रे चलाइबा परी शैतान तुम्ह मानकु चलाइबा को अनुमति पाई अछि। प्रभुंक नामर गौरव हो। आपण एही वाक्य जदि ध्यान सकार पड़िबे जे शैतान विश्वासी मानकु चलेइबो, एथिपाई परमेश्वर शैतान को कौन करू नाहंती? से विनाश करि नाहंती। शैतान रो पतन रहिछि। शैतान रो निश्चित भाव रे तार प्रतिफल से पाइबाटा पाइबो। पूर्वरु प्रभु यीशु ख्रीष्ट सुसमाचार से कहिचंती, से विचारित होई सारिछि, आउ से अग्निमय हृदय पक्का जीवार संपूर्ण योग्य अटे। मात्र तथापि से धरापृष्ठ एथिपाई रखिचंती ताहांकर सेवा कार्य को बढ़ाइबा पई से शैतान द्वारा शैतान को व्यवहार करी से अनेक आत्मा को से लाभ करुचंती। केते आश्चर्यर विषय। प्रभुंक नामर गौरव हो। एसा लिखा जाए जे शैतान विश्वासी मान को चलेइबा पई अनुमति पाइछि। शैतान को प्रभु काहेकि विनाश करूनाहांती? जेपरि विश्वासी मान को चलेइबो। केमिति चलेइबो? चालुनी रे, गहम को चालुनी रे चलेइबा परी तुमको चलेइबा पई से अनुमति पाइछि। प्रभुंक लोक माने आमको से चलेइबो। रोगर चालुनी रे, अभावर चालुनी रे, आमको दुखर चालुनी रे, आम मान को निंदा अपमान चालुनी रे, चिंतार चालुनी रे से हमको चलाइबा पई से अनुमति पाइछि। आउ एही परि समय रे आम मानकर विश्वास, आम मानकर आत्मिक जीवन आहुरी आहुरी मजबूत हेबो। आउ एही शैतान हमको टेस्ट करिबा द्वारा, हमको चलाइबा द्वारा हमर स्टैंडर्ड कोन हेबो? दिन प्रतिदिन बढ़ी